ଓಂ ନମ ଭଗବତେ ବାସୁଦେବାୟ ନମ ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ ଏବଂ ଶୁଭକାମନା। ଆପଣମାନେ କିପରି ଅଛନ୍ତି ଫ୍ରେଣ୍ଡସ୍? ଆଶା କରୁଛି ଆପଣମାନେ ବହୁତ ହି ଭଲରେ ଥିବେ, କାହିଁକି ନା ଆପଣମାନଙ୍କର ଉପରେ ସ୍ୱୟଂ ମନସା ଦେବୀ ଆପଣମାନଙ୍କ ଉପରେ ଆଶୀର୍ବାଦ ଦେଇଛନ୍ତି, ତେଣୁ ଆପଣମାନେ ତ ବହୁତ ହି ଭଲରେ ରହିବେ। ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଛି ଆଗାମୀ ଏହି 3 ଦିନ ଅର୍ଥାତ୍ ଜାନୁଆରୀ ମାସର 15, 16 ଏବଂ 17 ତାରିଖର ଦିନ ଆପଣମାନଙ୍କର ଏହି ଦିନମାନଙ୍କର କିପରି ଭାବରେ କଟିବ, ତା ସହିତ ଆପଣମାନେ କେଉଁଭଳି ଭାବରେ ଏହାକୁ ମଧ୍ୟ ପ୍ଲାନିଂ କରିବେ, ତା ସହିତ ଆପଣମାନଙ୍କୁ କେଉଁ ସବୁ ଜିନିଷରେ ମଧ୍ୟ ଫାଇଦା ମିଳିବ, ତା ସହିତ ଆପଣମାନଙ୍କୁ କେଉଁ ସବୁ ଜିନିଷରେ ସାବଧାନତା ଅବଲମ୍ବନ କରିବା ପାଇଁକିନା ପଡ଼ିବ, ଆପଣମାନଙ୍କର ଲଭ୍ ଲାଇନ୍ କିପରି ଭାବରେ ରହିବ, କ୍ୟାରିୟର କିପରି ଭାବରେ ରହିବ, ଆଉ ତା ସହିତ ଆପଣମାନଙ୍କର ବିଜନେସ୍ ଏବଂ ବ୍ୟାପାର ମଧ୍ୟ କିପରି ଭାବରେ ରହିବ, ତା ସହିତ ଆପଣମାନଙ୍କ ସ୍ୱାସ୍ଥ୍ୟର କିଛି ମହତ୍ତ୍ୱପୂର୍ଣ୍ଣ ଇନଫର୍ମେସନ ମଧ୍ୟ ମୁଁ ଆପଣମାନଙ୍କୁ ଜଣେଇବି। ଆଉ ସବୁଥର ପରି ଆପଣମାନଙ୍କୁ ଏହି ଭିଡ଼ିଓ ଶେଷରେ କିଛି ଉପାୟ ବିଷୟରେ ମଧ୍ୟ କହିବି, ଯାହା ଫଳରେ ଆପଣମାନେ ଏହି ଦିନକୁ ଆହୁରି ଅଧିକ ଶୁଭ ଓ ମଙ୍ଗଳଦାୟକ ସାବ୍ୟସ୍ତ ମଧ୍ୟ କରିପାରିବେ। ତେଣୁ ଆପଣମାନଙ୍କୁ ସବୁଥର ପରି ମୋର ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ଯଦି ଏ ଚ୍ୟାନେଲରେ ନୂଆ ଆସିଛନ୍ତି ତେବେ ଏବେ ହିଁ ଯାଇକି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହା ଫଳରେ ସମୟ ସମୟରେ ସହିତ ସମସ୍ତ ଭିଡ଼ିଓର ନୋଟିଫିକେସନ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା କିପରି ଭାବରେ ରହିବ ଆଗାମୀ ଏହି 3 ଦିନ। ସବୁଠାରୁ ପ୍ରଥମେ ଯଦି ମୁଁ କହିବି କି ଆପଣମାନଙ୍କର ଏହି ଜାନୁଆରୀ ମାସର 15, 16 ଏବଂ 17 ତାରିଖର ଦିନ କ'ଣ ପଜିଟିଭ ହେବା ପାଇଁକିନା ଯାଉଅଛି, ଯଦି ମୁଁ ଆପଣମାନଙ୍କୁ ବିଶେଷ ଭାବରେ କହିବି କି, ତ ବନ୍ଧୁଗଣ ଏହି ଦିନମାନଙ୍କରେ ଘର ପରିବାରରେ ଆପଣମାନଙ୍କର କୌଣସି ଶୁଭ କାର୍ଯ୍ୟ ସମ୍ପନ୍ନ ହେବାର ବିଶେଷ ଭାବରେ ହିଁ ଯୋଗ ବନୁଛି। ପରିବାରର ଉତ୍ସାହର ମାହୋଲ ଦେଖିବା ପାଇଁକିନା ମଧ୍ୟ ମିଳିବ। ତା ସହିତ ସନ୍ତାନ ପକ୍ଷକୁ ନେଇକି ଆପଣମାନେ ଏ ଦିନରେ ଆପଣମାନଙ୍କର ଚିନ୍ତା ମଧ୍ୟ ବଢ଼ିଯିବ ତଥା ଆପଣମାନଙ୍କୁ କୌଣସି ପ୍ରକାରର ସହଯୋଗ ପ୍ରାପ୍ତ ହେବାର ବିଶେଷ ମାତ୍ରା ହିଁ ଯୋଗ ବନୁଛି। ତା ସହିତ ଆପଣମାନେ ଭାବି ଚିନ୍ତିକି ଆପଣମାନଙ୍କର ରଣନୀତି ଆଡ଼କୁ ଅଗ୍ରସର ମଧ୍ୟ ହେବେ, ଯାହା ଫଳରେ ଆପଣମାନଙ୍କର ଘର ପରିବାରରେ ଆପଣମାନଙ୍କର ସ୍ଥିତି ମଧ୍ୟ ବଢ଼ିବ। ଏହା ସହିତ ଆପଣମାନଙ୍କର ବିଶେଷ ଭାବରେ କୌଣସି ସ୍ୱପ୍ନ ମଧ୍ୟ ସାକାର ହେବା ପାଇଁକିନା ଯାଉଅଛି, ସେଥିପାଇଁକିନା ଆପଣମାନେ ନିଜର କାର୍ଯ୍ୟ ପ୍ରତିକି ପୁରା ରୂପରେ ଧ୍ୟାନ କେନ୍ଦ୍ରିତ କରିକିନା ରଖନ୍ତୁ। ତା ସହିତ କେଉଁଠି ପୁଞ୍ଜି ନିବେଶ କରିବା ଆପଣମାନଙ୍କ ପାଇଁକିନା ଭଲ ଫାଇଦାମାନ ସାବ୍ୟସ୍ତ ମଧ୍ୟ ହେବ। ତା ସହିତ ବିଦ୍ୟାର୍ଥୀ ବର୍ଗଙ୍କୁ ପ୍ରତିଯୋଗିତା ସମ୍ବନ୍ଧିତ ପରୀକ୍ଷାରେ ଉଚିତ ପରିଣାମ ମଧ୍ୟ ଏ ଦିନମାନଙ୍କରେ ହାସିଲ ମଧ୍ୟ ହେବ। ଏହା ସହିତ ଆପଣମାନଙ୍କର ସମସ୍ତ କାର୍ଯ୍ୟ ବିଶେଷ ଭାବରେ ଆସାନୀରେ ମଧ୍ୟ ପୁରା ହୋଇଯିବ। ଅଚାନକ ଆପଣମାନଙ୍କର କୌଣସି ଆର୍ଥିକ ସମସ୍ୟା ହେବା କାରଣରୁ ଆପଣମାନେ ନିଜେ ନିଜ ଚିନ୍ତାମଗ୍ନ ମଧ୍ୟ ହୋଇ ରହିବେ। ଏହି ସମୟରେ ବିଶେଷ ଭାବରେ ଗ୍ରହମାନଙ୍କର ସ୍ଥିତି ଆପଣମାନଙ୍କର ବ୍ୟକ୍ତିତ୍ୱକୁ ମଧ୍ୟ ପ୍ରଭାବଶାଳୀ କରିବ। ତା ସହିତ ସମାଜରେ ଆପଣମାନଙ୍କୁ ବିଶେଷ ଭାବରେ ଆପଣମାନଙ୍କର ଯୋଗ୍ୟତା ଦ୍ୱାରା ଆପଣମାନଙ୍କୁ ମାନ ସମ୍ମାନ ମଧ୍ୟ ପ୍ରାପ୍ତ ହେବ। ଧାର୍ମିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଆପଣମାନଙ୍କର ବିଶେଷ ଭାବରେ ରୁଚି ମଧ୍ୟ ଦେଖିବା ପାଇଁକିନା ମିଳିବ। ଏସବୁ କାରଣରୁ ଆପଣମାନଙ୍କ ଭାବନା ସକାରାତ୍ମକ ମଧ୍ୟ ହୋଇ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏ ଦିନମାନଙ୍କରେ କ'ଣ ନେଗେଟିଭ ମଧ୍ୟ ରହିବ। କୌଣସି ପ୍ରକାର ଉଧାରୀ ଠାରୁ ଆପଣମାନେ ଏ ଦିନମାନଙ୍କରେ ଦୂରେଇକିନା ରୁହନ୍ତୁ। ଧନ ନେଣଦେଣ କାର୍ଯ୍ୟ କରିବା ଠାରୁ ଆପଣମାନେ ଛଳନା ଏବଂ ଧୋକାର ଶିକାର ମଧ୍ୟ ହୋଇପାରନ୍ତି। କୌଣସି କାର୍ଯ୍ୟରେ ବି ଆପଣମାନେ ବହୁତ ହି ଭାବି ଚିନ୍ତିକିନା ଟାଇମ୍ ଆଦୌ ବି ଲଗାନ୍ତୁ ନାହିଁ, ଯାହା ଫଳରେ ଆପଣମାନଙ୍କ ହାତରୁ ସମୟ ମଧ୍ୟ ବାହାରି ଯାଇପାରେ। ସାମାଜିକ ସମ୍ପର୍କକୁ ମଧୁରତା ବନେଇକି ରଖିବାର ଅଛି, କାହିଁକି ନା କେବେ କେବେ ନକାରାତ୍ମକ ପୁରୁଣା କଥା ପୁଣି ଥରେ ମଧ୍ୟ ଉଠିପାରେ, ଯାହା ଫଳରେ ଆପଣମାନଙ୍କ ମନୋବଳରେ କାଫି ଟାଇମ୍ ପର୍ଯ୍ୟନ୍ତ ଦୁର୍ବଳତା ଅନୁଭବ କରିବେ। ନିଜର ସ୍ୱଭାବକୁ ସବୁବେଳେ ପଜିଟିଭ ବନେଇକିନା ରଖନ୍ତୁ। ଏ କଥାର ମଧ୍ୟ ଆପଣମାନଙ୍କୁ ବିଶେଷ ଭାବରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି କି ଆପଣମାନଙ୍କର ସରଳ ସ୍ୱଭାବର କିଛି ଲୋକମାନେ ଫୁଲ୍ ଫାଇଦା ମଧ୍ୟ ଆପଣମାନଙ୍କ ଠାରୁ ଉଠେଇ ପାରନ୍ତି, ଯାହା ଫଳରେ ଆପଣମାନଙ୍କର ମନର ସ୍ଥିତି କିଛି ବିଚଳିତ ମଧ୍ୟ ହୋଇପାରେ। ଅନ୍ୟର ପ୍ରୋବ୍ଲେମକୁ ସୁଲଝାଇବାରେ ଆପଣମାନଙ୍କର କିଛିଟା କାର୍ଯ୍ୟ ଅଟକି ଯାଇ ମଧ୍ୟ ପାରେ। ତା ସହିତ କୌଣସି ପ୍ରକାର କାହାକୁ ବି ବାଧା କରିଛନ୍ତି ତାକୁ ନିହାତି ଭାବରେ ପୁରା କରନ୍ତୁ, ନଚେତ୍ ସମାଜରେ ଆପଣମାନଙ୍କର ଇମେଜ ମଧ୍ୟ ବିଗିଡ଼ି ପାରେ।
ଆଉ କିଛି ଲାଭଦାୟକ ମୌକା ମଧ୍ୟ ଆପଣମାନଙ୍କ ହାତରୁ ବାହାରି ଯିବାର ବିଶେଷ ସମ୍ଭାବନା ମଧ୍ୟ ବନୁଛି। ଏହା ସହିତ ଯଦି କହିବା ଆପଣମାନେ ଦେଖାଦେଖି ପ୍ରକୃତି ଠାରୁ ଟିକେ ଦୂରେଇକିନା ରୁହନ୍ତୁ। ଏ ସମୟରେ କିଛି ଧନ ସମ୍ପତ୍ତି ନୁକସାନ ହେବାର ସମ୍ଭାବନା ମଧ୍ୟ ରହିଛି। ତା ସହିତ କୌଣସି ପ୍ରକାରର ନିବେଶକୁ ଆପଣମାନେ ବାହାରେ ମଧ୍ୟ କରିଦିଅନ୍ତୁ। ସମ୍ପତ୍ତି ବିବାଦୀୟ କ୍ଷେତ୍ରରେ ଆପଣମାନେ ଟିକେ ଧ୍ୟାନ ରଖନ୍ତୁ। ଭାଇମାନଙ୍କ ସହିତ ଆପଣମାନଙ୍କର ସମ୍ବନ୍ଧ ଟିକେ ବି ଖରାପ ନ ହେଉ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନ ମାନଙ୍କର ଲଭ୍ ଲାଇନ୍ ସ୍ଥିତି କିପରି ଭାବରେ ରହିବ। ଘରର ମାହୋଲ ଅନୁଶାସିତ ଏବଂ ଖୁସି ଭରା ମଧ୍ୟ ରହିବ। ପ୍ରେମ ସମ୍ବନ୍ଧରେ ମର୍ଯ୍ୟାଦା ବନି ରଖିବାର ଆବଶ୍ୟକତା ମଧ୍ୟ ରହିଛି। ଆପଣମାନେ ଆପଣମାନଙ୍କର ପ୍ରୋବ୍ଲେମକୁ ସୁଲଝାଇବାରେ ନିଜର ଜୀବନସାଥୀ ଏବଂ ପିଲାମାନଙ୍କ ସହଯୋଗ ଅବଶ୍ୟ ହିଁ ମିଳିବ। ଯାହା ଫଳରେ ଆପଣମାନଙ୍କର ଆତ୍ମବିଶ୍ୱାସ କାଫି ବହୁତ ଭଲ ରହିବ। ଅତି ସମ୍ପର୍କୀୟ ସହିତ ଆପଣମାନଙ୍କର ଏ ଦିନ ମାନଙ୍କରେ କିଛି ବୁଲାବୁଲି ଏବଂ ଛୋଟ ମୋଟ ପ୍ରୋଗ୍ରାମ ମଧ୍ୟ ବନିପାରେ। ଯାହା ଫଳରେ ଘର ପରିବାରରେ ଆପଣମାନଙ୍କର ବାତାବରଣ ବହୁତ ଖୁସି ଭରା ହୋଇକିନା ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନ ମାନଙ୍କର ବ୍ୟବସାୟ କ୍ୟାରିୟର ମଧ୍ୟ କିପରି ଭାବରେ ରହିବ। ଯଦି କହିବା କି କାର୍ଯ୍ୟସ୍ଥଳରେ ନିଆଯାଇଥିବା ଠୋସ୍ ନିର୍ଣ୍ଣୟ ଆପଣମାନଙ୍କ ପାଇଁକିନା ବହୁତ ଭଲ ରହିବ ଏବଂ ସଫଳତା ଆପଣମାନଙ୍କୁ ଏ ଦିନ ମାନଙ୍କର ଅବଶ୍ୟ ହିଁ ପ୍ରାପ୍ତ ହେବ। ତା ସହିତ ମାର୍କେଟିଂ ଏବଂ ପେମେଣ୍ଟ କରିବା ସ୍ଥଳ ଜାଗାରେ ଆପଣମାନେ ଆପଣମାନଙ୍କର ଟାଇମକୁ ସ୍ପେଣ୍ଡ ମଧ୍ୟ କରିବେ। ସେୟାର ଏବଂ ରିସ୍କ ପ୍ରଭୃତି କାର୍ଯ୍ୟରେ ବିଶେଷ ଭାବରେ ସେଠାରୁ ଦୂରେଇକିନା ରୁହନ୍ତୁ। କାହିଁକି ନା ଆପଣମାନଙ୍କ ସହିତ କୌଣସି ଧୋକାଧଡ଼ି ମଧ୍ୟ ହୋଇପାରେ ଏବଂ ଛଳନ ମଧ୍ୟ ହୋଇପାରେ। ଚାକିରିରେ କୌଣସି ପ୍ରକାରର ସ୍ଥାନ ପରିବର୍ତ୍ତନ ବିଶେଷ ଭାବରେ ଆପଣମାନଙ୍କ ପାଇଁକିନା ଯୋଗ ମଧ୍ୟ ବନୁଛି। କାର୍ଯ୍ୟସ୍ଥଳରେ କୌଣସି ପଡ଼ୋଶୀମାନଙ୍କ ସହ ଲଢ଼େଇ ଝଗଡ଼ାର ସ୍ଥିତି ମଧ୍ୟ ବନିବ। ତା ସହିତ ବ୍ୟବସାୟିକ କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ନେଇକି ଆସିବା ପାଇଁକିନା ପଡ଼ିବ। ଯାହା ଫଳରେ ବେହେତିନ ପରିବର୍ତ୍ତନ ମଧ୍ୟ ଆପଣମାନଙ୍କ ପାଇଁକିନା ଆସିବ। ତା ସହିତ ଆପଣମାନେ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଲୋକମାନଙ୍କ ସହଯୋଗ ଅବଶ୍ୟ ହିଁ ନିଅନ୍ତୁ। ତା ସହିତ ଆପଣମାନେ ବର୍ତ୍ତମାନର ଗତିବିଧିରେ ନିଜର କାର୍ଯ୍ୟକୁ ନିବେଶ ମଧ୍ୟ କରନ୍ତୁ। ଏହା ଆପଣମାନଙ୍କ ପାଇଁକିନା ବହୁତ ଭଲ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନ ମାନଙ୍କର ସ୍ୱାସ୍ଥ୍ୟ କିପରି ଭାବରେ ରହିବ। ଏ ଦିନ ମାନଙ୍କରେ ଆପଣମାନଙ୍କର ମୁଣ୍ଡ ବିନ୍ଧା ଆଦି ରିଲେଟେଡ୍ କିଛି ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇପାରେ। ସେଥିପାଇଁକିନା ଆପଣମାନେ ଟିକେ ସଜାଗ ହୋଇକିନା ରୁହନ୍ତୁ ଏବଂ ତା ସହିତ ଆପଣମାନେ ଦିନଚର୍ଯ୍ୟାକୁ ପାଳନ ମଧ୍ୟ କରନ୍ତୁ ଏବଂ ତା ସହିତ ଆପଣମାନେ ଖାଦ୍ୟପେୟ ଉପରେ ଟିକେ ସଜାଗ ମଧ୍ୟ ରଖନ୍ତୁ। ତା ସହିତ ଆପଣମାନେ ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକିନା ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ସୁଖାସନ କରନ୍ତୁ ଏବଂ ଆୟୁର୍ବେଦିକ ଜିନିଷର ସେବନ ମଧ୍ୟ କରନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନ ମାନଙ୍କରେ କଣ ବିଶେଷ ଉପାୟ ମଧ୍ୟ ରହିଛି। ଏ ଦିନ ମାନଙ୍କରେ ଆପଣମାନେ ସ୍ନାନ ଆଦି ବିଶେଷ ଭାବରେ କରିସାରିଲା ପରେ ମନସା ଦେବୀଙ୍କୁ କିଛି ନାଲି ରଙ୍ଗର କପଡ଼ା ଏବଂ ନାଲି ରଙ୍ଗର ମନ୍ଦାର ଫୁଲ ଅର୍ପଣ କରନ୍ତୁ। ଯାହା ଫଳରେ ସେ ଆପଣମାନଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହେବେ ଏବଂ ଆପଣମାନଙ୍କର ଏହି ଦିନମାନଙ୍କୁ ବହୁତ ଅଧିକ ଶୁଭ ଭରା କରିଦେବେ। ଯାହା ଫଳରେ ଆପଣମାନଙ୍କୁ ଆସୁଥିବା ଆଗାମୀ ଟାଇମରେ କିଛି ବି ପ୍ରୋବ୍ଲେମ ଦେଖାଦେବ ନାହିଁ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଜୟ ମନସା ଦେବୀ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।